ବାଣାସୁର ଥିଲା ଜଣେ ଶକ୍ତିଶାଳୀ ଅସୁର ଏବଂ ଭଗବାନ ଶିବଙ୍କର ପରମ ଭକ୍ତ। ତାଙ୍କ କନ୍ୟା ଉଷା ସ୍ୱପ୍ନରେ ଏକ ସୁନ୍ଦର ରାଜକୁମାରଙ୍କୁ ଦେଖି ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ତାଙ୍କ ସଖୀ ଚିତ୍ରଲେଖା, ଯିଏକି ଜଣେ ମାୟାବିନୀ ଥିଲେ, ନିଜ ଶକ୍ତି ବଳରେ ସେହି ରାଜକୁମାରଙ୍କ ଚିତ୍ର ଆଙ୍କିଲେ, ଯିଏ ଥିଲେ ଶ୍ରୀକୃଷ୍ଣଙ୍କର ନାତି ଏବଂ ପ୍ରଦ୍ୟୁମ୍ନଙ୍କର ପୁତ୍ର ଅନିରୁଦ୍ଧ। ଉଷାଙ୍କ ଅନୁରୋଧରେ ଚିତ୍ରଲେଖା ଦ୍ୱାରିକାରୁ ଶୋଇଥିବା ଅବସ୍ଥାରେ ଅନିରୁଦ୍ଧଙ୍କୁ ଅପହରଣ କରି ବାଣାସୁରର ନଗରୀ ଶୋଣିତପୁରକୁ ଘେନି ଆସିଲେ। ଯେତେବେଳେ ବାଣାସୁର ଜାଣିବାକୁ ପାଇଲା ଯେ ଜଣେ ଯୁବକ ତାଙ୍କ ଅନ୍ତଃପୁରରେ ଅଛନ୍ତି, ସେ କ୍ରୋଧିତ ହୋଇ ଅନିରୁଦ୍ଧଙ୍କ ସହ ଯୁଦ୍ଧ କଲେ। ଅନିରୁଦ୍ଧ ବୀରତ୍ୱର ସହ ଲଢ଼ିଲେ ମଧ୍ୟ ବାଣାସୁର ତାକୁ ନାଗଫାଶରେ ବାନ୍ଧି ବନ୍ଦୀ କରି ରଖିଲେ। ଦ୍ୱାରିକାରେ ଅନିରୁଦ୍ଧଙ୍କ ନିଖୋଜ ଖବର ପାଇ ଶ୍ରୀକୃଷ୍ଣ, ବଳରାମ ଏବଂ ଯାଦବ ସେନା ଶୋଣିତପୁର ଆକ୍ରମଣ କଲେ। ବାଣାସୁରକୁ ଭଗବାନ ଶିବ ବରଦାନ ଦେଇଥିଲେ ଯେ ସେ ତାଙ୍କ ନଗରୀକୁ ରକ୍ଷା କରିବେ। ଫଳରେ ରଣକ୍ଷେତ୍ରରେ ଏକପଟେ ଶ୍ରୀକୃଷ୍ଣ ଏବଂ ଅନ୍ୟପଟେ ଶିବ ମୁହାଁମୁହିଁ ହେଲେ। ଏହାକୁ ହରିହର ଯୁଦ୍ଧ ବୋଲି କୁହାଯାଏ। ସାରା ସଂସାର ଏହି ଭୟଙ୍କର ଯୁଦ୍ଧ ଦେଖି ସ୍ତବ୍ଧ ହୋଇଯାଇଥିଲା। ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ଜୁମ୍ବନାସ୍ତ୍ର ପ୍ରୟୋଗ କରି ଶିବଙ୍କୁ କିଛି ସମୟ ପାଇଁ ନିଦ୍ରାଭିଭୂତ କରିଦେଇଥିଲେ। ଏହାପରେ ସେ ବାଣାସୁରର 1000 ବାହୁକୁ ନିଜର ସୁଦର୍ଶନ ଚକ୍ରରେ କାଟିବାକୁ ଲାଗିଲେ। ଯେତେବେଳେ ବାଣାସୁରର ମାତ୍ର 4 ଗୋଟି ବାହୁ ବାକି ରହିଲା, ସେତେବେଳେ ଭଗବାନ ଶିବ ଜାଗ୍ରତ ହୋଇ କୃଷ୍ଣଙ୍କୁ ବାଣାସୁରର ପ୍ରାଣ ରକ୍ଷା ପାଇଁ ପ୍ରାର୍ଥନା କଲେ। ଶ୍ରୀକୃଷ୍ଣ କହିଲେ, ହେ ମହାଦେବ, ମୁଁ କେବଳ ଏହାର ଅହଙ୍କାର ନଷ୍ଟ କରୁଥିଲି। ନିଜର ଭୁଲ ବୁଝିପାରି ବାଣାସୁର ଶ୍ରୀକୃଷ୍ଣଙ୍କ ଶରଣ ପଶିଲେ। ସେ ବହୁତ ଆଡ଼ମ୍ବରରେ ନିଜ କନ୍ୟା ଉଷାଙ୍କୁ ଅନିରୁଦ୍ଧଙ୍କ ସହ ବିବାହ କରାଇଲେ।